ପିଲାଙ୍କ ପାଇଁ ଯେଉଁ ବହି ଦରକାର ପାଠ ପଢ଼ିବା ପାଇଁ ସେ ବହି ଯଦି ଭୁଲ ହେଲା, ଛୋଟ ଛୋଟ ଭୁଲ ବି ନୁହେଁ, ବହୁତ ବଡ଼ ବଡ଼ ଭୁଲ ହେଇଛି, ସେ ବହି ଯେଉଁଟା ପ୍ରକାଶିତ ହେଇଛି ତାକୁ ଫେରାଇ ନେବା କଥା। ଯେଉଁ ଶିକ୍ଷକମାନଙ୍କୁ କୁହାଯାଇଛି ଏ ବହି ଆଉ ଥରେ ଛପାଯିବନି ନୂଆ କରି, ତମେ ଯାଇକିରି ସଂଶୋଧନ କରିକିରି ପାଠ ପଢ଼ାଅ, ଏ ଗୋଟେ ଅବାସ୍ତବ କଥା। ଆଉ ଯାହା ଶୁଣାଯାଉଛି ଶିକ୍ଷକମାନେ ମଧ୍ୟ ତାକୁ ରାଜି ନୁହନ୍ତି। ତ ବର୍ତ୍ତମାନ ସରକାର କହୁଛନ୍ତି ଆମେ କମିଟି କରିବୁ, ତାପରେ ପଦକ୍ଷେପ ନେବୁ। ଏଇଟା ଗୋଟେ ସାଧାରଣ ଜ୍ଞାନ ଯିଏ ଆଗ ଉଜ୍ର କରିଦେବା କଥା। କାହିଁକି ଥରେ ପିଲାଙ୍କ ମନ ଭିତରକୁ ଯଦି ଚାଲିଗଲା ଏଇଟା ସତ ବୋଲିକି, ସେ ଅତି ଭୟଙ୍କର ହେବ। ମୁଁ ଯେତେବେଳେ ବିଧାନସଭାରେ ବିଧାୟକ ଥିଲି, ସେହି ସମୟରେ ପିଲାଙ୍କ ପାଇଁ ଯେ ପାଠ୍ୟପୁସ୍ତକ ବଣ୍ଟନ କରାଯାଇସାରିଥିଲା, ସେଥିରେ ଲେଖା ହେଇଥିଲା ଯେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ। ତାକୁ ମୁଁ ପ୍ରଶ୍ନ ଉଠାଇଥିଲି ବିଧାନସଭାରେ ଏବଂ ତତ୍କ୍ଷଣାତ୍ ସେ ବହି ଗୁଡ଼ାକ ଫେରାଇ ନିଆଯାଇଥିଲା, ନୂଆ କରି ଛପାଯାଇଥିଲା। ଏବଂ ଏତେ ବଡ଼ ମସ୍ତ ବଡ଼ ଭୁଲ ଯେତେବେଳେ ହେଇଛି, କାହା ଉପରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଏ ଏବଂ ଏଥିପାଇଁ ନିଶ୍ଚିତ ଭାବରେ ମନ୍ତ୍ରୀ ଉତ୍ତରଦାୟୀ ଥିଲେ। ମନ୍ତ୍ରୀ ଇସ୍ତଫା ମଧ୍ୟ ଦେଲେ ନାହିଁ। ଏ ହେଉଛି ଦୁଃଖର ବିଷୟ। ମାଇନର ମିଷ୍ଟେକ୍ ସେ ଭାବୁଥାନ୍ତି, କିନ୍ତୁ ମୁଁ ଯାହା ଜାଣିଛି ମାଇନର ମିଷ୍ଟେକ୍ ନୁହେଁ, ଅତି ଗୁରୁତର ଭୁଲ ଗୁଡ଼ାକ ଛପା ହେଇଛି। ସବୁ ବହିରେ ବହୁତ ବହୁତ ଭୁଲ ବାହାରିଛି। ସେ ପିଲାମାନେ କ'ଣ ବାହାରିବେ? ତାପରେ ଥରେ ମନ ଭିତରକୁ ପଶିଗଲେ ସେ ସହଜରେ ଆଉ ଯାଏ ନାହିଁ। ତ ତୁରନ୍ତ ତାକୁ ବନ୍ଦ କରିଦେବାର ଉଚିତ ଥିଲା। ବର୍ତ୍ତମାନ ବି ସମୟ ଅଛି, ତାକୁ ତୁରନ୍ତ ବନ୍ଦ କରନ୍ତୁ ଆଉ ତାପରେ ପାଠ୍ୟପୁସ୍ତକ କରନ୍ତୁ।